ଅଛି ଆଜ୍ଞା ଗୌରାଙ୍ଗପାଟଣା। ଗୌରାଙ୍ଗପାଟଣାର ଦୃଶ୍ୟ ଆପଣମାନେ ଦେଖିପାରୁଥିବେ କେମିତି ଚିଲିକା ଅଶାନ୍ତ ହୋଇଯାଇଛି ଆଉ ବାତ୍ୟା ଆସିବାର ସମ୍ଭାବନା ବି ଅଛି। କିନ୍ତୁ ଚିଲିକା ଅଶାନ୍ତ ହୋଇକି ଆମର ଦିବାଲ ପାରି ହେଲାଣି ରୋଡ଼, ଯେଉଁଟାକି ମେନ୍ ରୋଡ଼ ଅଛି। ରୋଡ଼ ଭାଙ୍ଗିବାକୁ ଚେଷ୍ଟା କଲାଣି। ଦିବାଲ ପାରି ହେଇକି ପାଣି ଆସୁଛି, ଆପଣମାନେ ଦେଖିପାରୁଥିବେ କେତେ ଜୋରସେ ସମୁଦ୍ର ଟାଇପ୍ର ଲହରୀ ଯେଉଁଗୁଡ଼ାକ ଆସୁଛି ସମୁଦ୍ରରୁ ଆହୁରି ବହୁତ ବଡ଼ ବି ହେବ। ବହୁତ ଅଶାନ୍ତ ହୋଇଯାଇଛି ସେ ଚିଲିକା। ଦେଖିପାରୁଥିବେ ଦର୍ଶକ ବନ୍ଧୁ, ଦେଖିପାରୁଥିବେ ଇଏ ହେଉଛି ଚିଲିକାର ଦୃଶ୍ୟ। ଆମର ବାତ୍ୟା ଚାଲିଛି, ଦେଖିପାରୁଥିବେ ପାଣି ବହୁତ ସାରା କେମିତି ପାଣି ଗୁଡ଼ାକ ଆସୁଛି ଆମର ଦିବାଲକୁ ପାରି ହେଉଛି। ଏଠି 4 ଜଣ ମଣିଷ 4 ଜଣ ଅଛେ, ପାଣିରେ 3 ଜଣ ଦେଖିପାରୁଥିବେ, ପାଣିରେ 3 ଜଣ ଅଛେ। ଆଉ ଉପରେ ମଧ୍ୟ ଇଞ୍ଜିନ୍ ଷ୍ଟାର୍ଟ କରିକି ଡଙ୍ଗାକୁ କଣ୍ଟ୍ରୋଲ କରିପାରୁନି, କିନ୍ତୁ ଡଙ୍ଗା ଆସିକି ଦିବାଲରେ ବାଡ଼େଇ ହେଇଯାଇଛି। ଦେଖିପାରୁଥିବେ ଆପଣମାନେ। ଏଠି ମଧ୍ୟ ଦର୍ଶକମାନେ ବହୁତ ଭିଡ଼ ଲାଗିଛି, କିନ୍ତୁ ସହଯୋଗ ନାହିଁ, କିନ୍ତୁ ଭିଡ଼ ଲାଗିଛି। ଏଠି ଦେଖିପାରୁଥିବେ ଡଙ୍ଗାଟା କଣ୍ଟ୍ରୋଲ ହେଉଛି ନା ନାହିଁ। 4 ଜଣ ମଣିଷ ପାଣି ଭିତରେ ଜଣେ ଅଛି, ଆଉ ଉପରେ 3 ଜଣ ଥାଇକି ମଧ୍ୟ ଡଙ୍ଗା କଣ୍ଟ୍ରୋଲ କରି ହେଉନାହିଁ। ଏଠି ତ ଦେଖିପାରୁଥିବେ ଭୟଙ୍କର ଦୃଶ୍ୟ, କାହିଁକି ନା ମୁଁ ଆପଣମାନଙ୍କୁ ଦେଖେଇଲି ଡଙ୍ଗାଟା କେମିତି ଡଙ୍ଗାରେ 4-5 ଜଣ ଥାଇକି ମଧ୍ୟ କଣ୍ଟ୍ରୋଲ କରିପାରିଲେନି, ଦିବାଲରେ ବାଡ଼େଇ ହେଇକି ଭାଙ୍ଗି ଯାଇଥିଲା। ତଥାପି ମଧ୍ୟ ତାଙ୍କେ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଦିବାଲ ପାର ହୋଇକି ଆମର ରୋଡ଼କୁ ଆସି ପାଣି ଛୁଇଁଲାଣି। ଦେଖିପାରୁଥିବେ ସମୁଦ୍ରରେ ଯେମିତି ଲହଡ଼ି, ସମୁଦ୍ର ଲହଡ଼ି ଟାଇପ୍ର ଚିଲିକାର ଏତେ ମାନେ ଅଶାନ୍ତ ଢେଉ ମୁଁ କେବେ ବି ଦେଖିନଥିଲି, କିନ୍ତୁ ଆଜି ଲାଇଭ୍ରେ ଫାର୍ଷ୍ଟ ଟାଇମ୍ ଦେଖିବାକୁ ମିଳୁଛି। ଡଙ୍ଗା ଗୁଡ଼ାକ ବହୁତ ସାରା ମଧ୍ୟ ବାଡ଼େଇ ହେଇକି ଭାଙ୍ଗି ଯାଇଛି, ରୋଡ଼କୁ ଧୋଇଦେଲାଣି। ଆଉ ଏଠି ବାତ୍ୟା ଚାଲିଛି ଗୌରାଙ୍ଗପାଟଣା, ଆମର ଗାଁ ହେଉଛି ଗୌରାଙ୍ଗପାଟଣା। ପାଣି କେମିତି ଉଠୁଛି ଆପଣମାନେ ଦେଖିପାରୁଥିବେ, ଚିଲିକାକୁ ଦେଖିପାରୁଥିବେ, ଚିଲିକାର ଦୃଶ୍ୟ। ଦର୍ଶକ ବନ୍ଧୁ, ଏମିତି ଯଦି ଚିଲିକା ଅଶାନ୍ତ ରହିବ ତାହେଲେ ମତ୍ସ୍ୟଜୀବୀମାନେ ମାଛ ଧରିବା ବନ୍ଦ ହୋଇଯାଉଛି। ମତ୍ସ୍ୟଜୀବୀମାନଙ୍କର ଇନକମ୍ ବି କମିଯାଉଛି, କାହିଁକିନା ମତ୍ସ୍ୟ କିଳା, ଜାଲ, ଡଙ୍ଗା ବି କ୍ଷତିଗ୍ରସ୍ତ ହେଉଛି। ଦେଖିପାରୁଥିବେ ଦର୍ଶକ ବନ୍ଧୁ, ଏଠି ଆମର ରୋଡ଼ ମଧ୍ୟ ଆମ ରୋଡ଼ ପାରି ହେଲାଣି, ଦିବାଲ ପାରି ହେଇକି ରୋଡ଼ରେ ବାଡ଼େଇ ହେଉଛି ପାଣି। ଦର୍ଶକ ବନ୍ଧୁ ଦେଖିପାରୁଥିବେ ଇଏ ବହୁତ ସାରା କ୍ଷୟକ୍ଷତି ହେଇଛି ମତ୍ସ୍ୟଜୀବୀମାନଙ୍କର। ଏଠି ଜାଲ ଗୁଡ଼ାକ କ୍ଷତି ହେଇଛି, ଜାଲ, କିଳା, ଡଙ୍ଗା ବି କ୍ଷତି ହେଇଛି, ଡଙ୍ଗା ଭାଙ୍ଗି ଯାଇଛି, ଆପଣମାନେ ଦେଖିପାରୁଥିବେ। ଏଠି ଜାଲ ଗୁଡ଼ାକ ସବୁ ଯାହାକି ଭାସିକି ଆସିଥିଲା, ସେଥିପାଇଁ ଦିବାଲ ଉପରେ ରଖାଯାଇଛି, ରୋଡ଼ ଉପରେ ରଖାଯାଇଛି। ଏଠି ଦର୍ଶକ ଦେଖିପାରୁଥିବେ ଏଠି ମତ୍ସ୍ୟଜୀବୀ ଭାଇମାନେ ଅଛନ୍ତି, ତାଙ୍କ ଡଙ୍ଗାକୁ ସୁରକ୍ଷିତ ରଖିବା ପାଇଁ ବହୁତ ଅଶାନ୍ତ ହୋଇଯାଇଛି ଚିଲିକା। ସେଠି ଦେଖିପାରୁଥିବେ ସେଠି ବି ବହୁତ ସାରା ମତ୍ସ୍ୟଜୀବୀ ଅଛନ୍ତି, ନିଜ ନିଜ ଡଙ୍ଗାକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରୁଛନ୍ତି। ଏପଟ ସାଇଡ଼୍ ଆମେ ଦେଖିବା ତାହେଲେ ଏପଟ ସାଇଡ଼୍ରେ ବି ବହୁତ ସାରା ଜୁମ୍ କରି ଆପଣମାନଙ୍କୁ ଦେଖାଉଛି। ଏପଟେ ବି ବହୁତ ସାରା ମତ୍ସ୍ୟଜୀବୀ ଭାଇମାନେ ନିଜ ନିଜ ଡଙ୍ଗାକୁ ସୁରକ୍ଷିତ